ହାଏ ଗାଇସ୍, ମୁଁ ହେଉଛି ବ୍ରଜବନ୍ଧୁ ଆଣ୍ଡ ଡାକ। ଆମ ଘରେ ଆଜି କେହି ନାହାନ୍ତି। ଫାର୍ଷ୍ଟ ଟାଇମ୍ ମୁଁ ଚିକେନ୍ ବନେଇବାକୁ ଯାଉଛି। ଆପଣମାନେ ଦେଖନ୍ତୁ ଚିକେନ୍ କାରୀ କେମିତି ବନା ହେଉଛି। ପ୍ରଥମେ କ'ଣ କରିବା ନା, ଗ୍ୟାସ୍ ଲଗାଇବା। ଗ୍ୟାସ୍ ଲଗାଇ ସାରିଲା ପରେ ଏବେ ଆମେ କ'ଣ କରିବା, ଉପର କଡ଼େଇ ଦେବା। କଡ଼େଇ ଦେଇ ସାରିଲା ପରେ କିଛି ସମୟ ପରେ କଡ଼େଇ ତାତିଲାଠୁ ଆମେ ଏବେ କ'ଣ ଆଡ଼୍ କରିବା, ତେଲ 2 ଚାମଚ ତେଲ ବର୍ତ୍ତମାନ ପକାଇବା। ବର୍ତ୍ତମାନ କ'ଣ କରିବା ନା, କଲର୍ ପାଇଁ ଆମେ କିଛି ଚିନି ଆଡ଼୍ କରିବା। ବର୍ତ୍ତମାନ ଆମେ ପିଆଜ ପକାଇବା। ପିଆଜକୁ ଆମେ ଟିକେ ଲାଲ କଲର୍ ହେଲା ଯାଏଁ ଆମେ ଟିକେ ଖଡ଼ିବା। ଏବେ ଲାଲ କଲର୍ ହେଇଗଲାଣି। ଅଦା ରସୁଣ ପେଷ୍ଟ ଏବେ ପକାଇବା। ଭାଇ ତାକୁ ଟିକେ ଖଡ଼ିକି ଏବେ ଆମେ ପାଣି ଟିକେ ଦେବା। ପାଣି ଦେଇ ସାରିଲା ପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ପାଉଡ଼ର, ଜିରା ପାଉଡ଼ର ଆଉ ଚିକେନ୍ ମସଲା ଦେଇକି ଭଲରେ ଖଡ଼ିକି ଏବେ ଟମାଟୋ ଆଡ଼୍ କରିବା। ବି ଆଳୁ ପକାଇବା କାହିଁକିନା ଝୋଳ ଟାଇଟ୍ ହେବା ପାଇଁ। ବର୍ତ୍ତମାନ ଆମେ ଚିକେନ୍କୁ ଆଡ଼୍ କରିବା। ଚିକେନ୍ ଟିକେ ମିଶାଇ ଦେବା କାହିଁକିନା ମସଲା ତ ମିଶିଲା ଯାଏ ଏବେ ଟିକେ ଘାଣ୍ଟିବା। ଏବେ ଆମେ କ'ଣ କରିବା ନା, ସଲ୍ଟ ଲୁଣ ପକାଇବା, ସ୍ୱାଦ ଅନୁସାରେ ଲୁଣ। ଏବେ ଆମେ ଢାଙ୍କଣ ଦେଇଦେବା। ଚିକେନ୍ ସିଝିଲା ଯାକେ 5 ମିନିଟ୍ ଯାକେ ୱେଟ୍ କରନ୍ତୁ। ଚିକେନ୍ ହେଇଯାଇପାରେ, ହେବାର ସମ୍ଭାବନା ଅଛି। ଏବେ ଆମେ କ'ଣ କରିବା ନା, ଚିକେନ୍ ହୋଇଆସିଲାଣି, ଢାଙ୍କଣଟାକୁ କାଢ଼ିବା। ଦେଖନ୍ତୁ ଚିକେନ୍ କଷା ରେଡ଼ି हो गया। ଚିକେନ୍ କଷା ରେଡ଼ି ହେଇଯାଇଛି। ବର୍ତ୍ତମାନ ଆମେ କ'ଣ କରିବା ନା, କିଛି ପାଣି ଆଡ଼୍ କରିବା ଝୋଳ ପାଇଁ, କାରଣ ଆମର ଟିକେ ଶୁଖିଲା ଭାତକୁ ଝୋଳ ଆବଶ୍ୟକ। ଏବେ ଆମେ କ'ଣ କରିବା, ଗରମ ମସଲା ଆଡ଼୍ କରିବା। ये गरम मसला ହେଉଛି କିଛି ସ୍ମେଲ୍ ପାଇଁ, ଚିକେନ୍ ସ୍ମେଲ୍ ପାଇଁ। ଏବେ ଚିକେନ୍ କାରୀ ଆମର ରେଡ଼ି ହେଇଛି। এই ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍, ସେୟାର और कमेंट କରନ୍ତୁ। ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ ବି ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ଚିକେନ୍ କାରୀ ବର୍ତ୍ତମାନ ରେଡ଼ି। ରହିଲି, ଜୟ ଜଗନ୍ନାଥ।